ମୁଁ ଯଦି ଚାହିଁଥାନ୍ତି କ'ଣ କରିପାରି ନଥାନ୍ତି? ନା ଇଚ୍ଛା କରିଥିଲେ ସୂର୍ଯ୍ୟ ରହିଯାଇ ନଥାନ୍ତା? ଥରେ କହିକି ଦେଖିଥିଲେ କ'ଣ ଅସୁବିଧା ଅବା ହେଇଯାଇଥାନ୍ତା? ଯିବା ପୂର୍ବରୁ ତା ଅକୁହା କଥା କାହିଁକି ମୁଁ ପଢ଼ିପାରି ନଥିଲି? ସବୁକିଛି କରିପାରିବା ତ ମୋ ପାଇଁ ସମ୍ଭବ ଥିଲା। ତେବେ କଲିନି କାହିଁକି? କାହିଁକି ଭାବିଲିନି ଯେ ସୂର୍ଯ୍ୟ କେବଳ ମୋରି ପାଇଁ ଏତେ ଦୂରରୁ ଧାଇଁ ଆସିଥିଲା? ମୁଁ କ'ଣ ଜାଣିପାରିନି? ମୋରି ସ୍ୱପ୍ନ, ମୋରି ସାନ୍ନିଧ୍ୟ ତାକୁ ଏପର୍ଯ୍ୟନ୍ତ ଆଉ କାହାର ହେବାକୁ ଦେଇନି। ତେବେ କାହିଁକି ପୁଣି ଥରେ ନିରାଶର ଅତଳ ଗହ୍ୱର ଭିତରକୁ ତାକୁ ଠେଲିଦେଇ ମୁଁ ଆଗେଇ ଗଲି? ମୋ ମୁଣ୍ଡ ଭିତରଟା କେମିତି ହେଇଯାଉଥିଲା। ପାପ କ'ଣ, ପୁଣ୍ୟ କ'ଣ, କିଏ ଠିକ୍ କିଏ ଭୁଲ, ଚିନ୍ତା କରୁ କରୁ ବୟସ ଖସି ଖସି ତଳ ପାହାଚକୁ ଚାଲିଗଲାଣି। ତଥାପି ସ୍ଥିର କରିପାରିନି ନିଜର ଭବିଷ୍ୟତ ଆଉ ସୂର୍ଯ୍ୟ ସହିତ ନିଜ ସମ୍ପର୍କର ମାନ୍ୟତା। ଅତୀତର ଅନ୍ଧକାର ଏପର୍ଯ୍ୟନ୍ତ ସୁଦ୍ଧା ମୋର ବର୍ତ୍ତମାନ ଆଉ ଭବିଷ୍ୟତ ଉଭୟକୁ ଅବରି ବସିଛି। ସେଥିରୁ ବାହାରି ଯିବାକୁ ଯେତେ ଥର ଚେଷ୍ଟା କଲେ ବି ପାଦ ମୋର ଦବି ଯାଉଛି ସେଇ ପଙ୍କ ଭିତରକୁ। ସୂର୍ଯ୍ୟକୁ ମନେ ପକେଇଲେ ନିଜ ଉପରେ ଯେତିକି କ୍ରୋଧ ଆସେ ତାକୁ ଭୁଲିଗଲେ ଆସେ ଆହୁରି ଅନେକ। ସୂର୍ଯ୍ୟକୁ ଯଦି ଗ୍ରହଣ କରିନେଇଥାନ୍ତି ତା ପ୍ରତି ତ ନ୍ୟାୟ ହୋଇଥାନ୍ତା। କିନ୍ତୁ ରଜତଙ୍କର କ'ଣ ହୋଇଥାନ୍ତା? ମୋ ଜୀବନରେ ଆସିଥିବା ସବୁ ପୁରୁଷ ମୋ ପାଇଁ ପାଲଟି ଯାଇଥିଲେ ଗୋଟିଏ ଗୋଟିଏ ବିରାଟ ପ୍ରଶ୍ନବାଚୀ, ଯାହାର ଉତ୍ତର କେବଳ ଥିଲି ମୁଁ ଏକା। କିନ୍ତୁ ମୋ ପାଇଁ ମୁଁ ନିଜେ ହିଁ ଥିଲି ଅନ୍ୟ ଏକ ଦୁର୍ବୋଧ୍ୟ ପ୍ରଶ୍ନ। ସୂର୍ଯ୍ୟ ନିଜେ ଥରେ କହିଥିଲା, ଶାଶ୍ୱତୀ, କଲେଜ ଜୀବନରେ ସମସ୍ତେ ପ୍ରେମ କରନ୍ତି, ସ୍ୱପ୍ନ ଦେଖନ୍ତି, ଭବିଷ୍ୟତକୁ ନିଜ ନିଜ ହିସାବରେ ସୁନ୍ଦରରୁ ସୁନ୍ଦରତର କରି ଗଢ଼ି ତୋଳନ୍ତି। କିନ୍ତୁ ପ୍ରକୃତ ଜୀବନରେ ସେ ସବୁର କିଛି ମୂଲ୍ୟ ନଥାଏ। କିଛିଟା ସ୍ୱପ୍ନ ଭାଙ୍ଗିଦିଏ ପରିସ୍ଥିତି, ଆଉ କିଛିଟା ଭାଙ୍ଗିଦିଏ ନିଜର ବୟଃପ୍ରାପ୍ତି, ଆଉ କିଛିଟା ମନକୁ ମନ ଭାଙ୍ଗିଯାଏ ସବୁକିଛିର ସମ୍ମିଶ୍ରଣରେ। ତାହେଲେ ନିଜ କଥାରେ କାହିଁକି ଅଟଳ ରହିପାରିଲା ନାହିଁ ସେ? ସାହିତ୍ୟର ଛାତ୍ର ସେ। ସବୁ କଥାକୁ ହୃଦୟର ନିଭୃତ କୋଣରୁ ଆଲୋଚନା କରିବା ତା କାମ। କିନ୍ତୁ ନିଜ ଭବିଷ୍ୟତର ଯେବେ ପ୍ରଶ୍ନ ଆସିଲା ସବୁକିଛି ଭୁଲିଗଲା ସେ। ଯଦି କଲେଜ ପରିସରର ପ୍ରେମର କିଛି ଭବିଷ୍ୟତ ନଥାଏ, ତେବେ କାହିଁକି ସେଭଳି ଭବିଷ୍ୟତର ଆଶା ରଖି ସେ ଧାଇଁ ଆସୁଥିଲା ମୋ ପାଖକୁ? ଗଲାବେଳେ ବାରମ୍ବାର କରୁଣ ଆଖିରେ ପଛକୁ ବୁଲିକି କାହିଁକି ବା ଚାହୁଁଥିଲା? ଶେଷ ପର୍ଯ୍ୟନ୍ତ ବୋଧେ ଆଶା ରଖିଥିଲା ମୁଁ ତାକୁ ଯିବାକୁ ଦେବି ନାହିଁ। ମୁଁ ମଧ୍ୟ ସେଇ କଥା ହିଁ ଭାବୁଥିଲି। ହେଲେ ହୃଦୟରୁ ବାହାରି ଆସୁଥିବା ଭାଷାକୁ ମୁଁ ଶବ୍ଦର ରୂପ ଦେଇପାରିଲି ନାହିଁ। ବରଂ ହାତ ହଲେଇ ବିଦା କରିଦେଲି। ଫଣ ଫଣ ହୋଇ ଉଠିଥିଲା ସୂର୍ଯ୍ୟର ମୁହଁଟା। ମେଘଭରା ବାଦଲର ଘନ ଆସ୍ତରଣରେ ଅଦୃଶ୍ୟ ହୋଇଗଲା ତାର ସମ୍ପୂର୍ଣ୍ଣ ସତ୍ତା। ସବୁକିଛି ଦେଖିଲି, ଅନୁଭବ କଲି, ଦୁଃଖ କଲି, କିନ୍ତୁ ଫେରି ଆସିବାକୁ କହିପାରିଲିନି। କାହିଁକି କହିପାରିଲିନି ତାର ଉତ୍ତର ମୋ ପାଖରେ କିଛି ନଥିଲା। ରଜତର ଲୋଭରେ ସୂର୍ଯ୍ୟକୁ ତ୍ୟାଗ କରିଦେଲି। ହେଲେ ସତରେ କ'ଣ ରଜତକୁ ମୁଁ ସମ୍ପୂର୍ଣ୍ଣ ଆପଣେଇ ପାରିଲି? ରଜତଙ୍କ ବାହୁରେ ସୂର୍ଯ୍ୟର କଳ୍ପନାରେ ମଗ୍ନ ରହିଲି। କିନ୍ତୁ ଯେତେବେଳେ ସୂର୍ଯ୍ୟ ସହିତ ନଦୀ କୂଳରେ ବସି ସନ୍ଧ୍ୟାକୁ ଉପଭୋଗ କରୁଥିଲି, କଫି ହାଉସର ନିଭୃତ କୋଣରେ ବସି ଗରମ ଗରମ କଫିକୁ ଓଠରେ ଲଗାଉଥିଲି, ସେତେବେଳେ ରଜତଙ୍କ ଦେହରେ ଗନ୍ଧ, ତାଙ୍କ ନିଶ୍ୱାସ ପ୍ରଶ୍ୱାସ, ତାଙ୍କ ଫୁସ୍ଫୁସ୍ କଥା ସବୁ ମୋତେ ମୋହାଚ୍ଛନ୍ନ କରି ରଖିଥିଲା। ମୁଁ ଭୁଲି ଯାଉଥିଲି ମୋ ସାମନାରେ ବସିଥିବା ବ୍ୟକ୍ତି ମୋ ସ୍ୱାମୀ ରଜତ ନୁହେଁ, ବରଂ ମୋ କଲେଜ ବେଳର ପ୍ରେମିକ ସୂର୍ଯ୍ୟ। ରଜତଙ୍କୁ ଧୋକା ଦେବାକୁ ଚାହୁଁନଥିଲି କି ସୂର୍ଯ୍ୟକୁ ମିଥ୍ୟା ଆଶ୍ୱାସନା ଦେବାକୁ କେବେ ଚେଷ୍ଟା କରୁନଥିଲି। ହେଲେ ଅଜାଣତରେ ଦୁଇଟିଯାକ ଭୁଲ ମୁଁ ଏକା ସାଙ୍ଗରେ କରି ଚାଲିଥିଲି। ଶରୀର ଆଉ ମନ ମୋର ଦୁଇ ଭାଗରେ ବିଭକ୍ତ ହୋଇସାରିଥିଲା। ଶରୀର ସୂର୍ଯ୍ୟର ଉପସ୍ଥିତିକୁ ଗ୍ରହଣ କରିବାକୁ ଚାହୁଁନଥିଲା ବେଳେ ମନ ଚାହୁଁନଥିଲା ରଜତକୁ। ରଜତଙ୍କର ଉପସ୍ଥିତି ମୋର ଆବଶ୍ୟକତା ଥିଲାବେଳେ ସୂର୍ଯ୍ୟର ଉପସ୍ଥିତିକୁ ମୁଁ ପସନ୍ଦ କରୁଥିଲି। କାମ କରୁଥିଲି ରଜତଙ୍କ ପାଇଁ, ଆଉ ସ୍ୱପ୍ନ ଦେଖୁଥିଲି ସୂର୍ଯ୍ୟକୁ ନେଇ। ସମାଜରେ ରହିକି ବାଧ୍ୟ ଥିଲି ଯାହା ସବୁ କରିବାକୁ, ହୃଦୟ ମୋର ସେସବୁ କରିବାକୁ ଆଗ୍ରହୀ ନଥିଲା। ମୋ ନିଜର ମାନସିକ ଦ୍ୱନ୍ଦ୍ୱ ମୋର ପୃଥିବୀକୁ କରି ଦେଇଥିଲା କେତେ ବିବର୍ଣ୍ଣ ସତରେ। ସେଥିପାଇଁ ବୋଧେ ସେଦିନ ସୂର୍ଯ୍ୟ ଫେରିଗଲା ବେଳେ
ମୁଁ ତାକୁ ରଖି ପାରିଲିନି। ବରଂ ରାଣ ଦେଇ ଅନୁରୋଧ କଲି ମୋ ଚିନ୍ତାରୁ ନିଜକୁ ମୁକ୍ତ କରିନେବାକୁ। ସେ କୌଣସି ପ୍ରତିଶ୍ରୁତି ଦେଇ ନଥିଲା ମୋତେ। ଚୁପଚାପ ଫେରି ଯାଇଥିଲା। ମୁଁ ନିଜକୁ ଧିକ୍କାରି ଉଠିଲି। କେତେ ସ୍ୱାର୍ଥପର ହୋଇଗଲେଣି ମୁଁ ସତରେ। ମୋ ନିଜର ବୈବାହିକ ଜୀବନ ନଷ୍ଟ ହୋଇଯିବାର ଭୟ ମୋତେ ସୂର୍ଯ୍ୟର ଭାବାବେଗକୁ ପାସୋରି ଦେବାକୁ ବାଧ୍ୟ କରିଦେଉଥିଲା। ମୁଁ ଭଲରେ ଜାଣିଥିଲି ସୂର୍ଯ୍ୟ କେବେ ବି କାହାର ହେଇପାରିବନି। ତଥାପି ମୁଁ ତାକୁ ବାଧ୍ୟ କରୁଥିଲି ଅନ୍ୟର ହେଇଯିବାକୁ। ଆଉ ଆଜି ଯେତେବେଳେ ଖବର ପାଇଲି ଯେ ସେ ସତରେ ଅନ୍ୟର ହେଇଯାଉଛି, ସେତେବେଳେ ମୋ ମନରେ କାହିଁକି ଦେଖାଦେଇଛି ଏ ବ୍ୟାକୁଳତା। କାହିଁକି ମୁଁ ସ୍ୱୀକାର କରିବାକୁ ଚାହୁଁନାହିଁ ଯେ ସୂର୍ଯ୍ୟ ବି ରକ୍ତମାଂସରେ ଗଢ଼ା ଏକ ମଣିଷ। ତାର ବି ଅଧିକାର ଅଛି ନିଜ ଜୀବନକୁ ସରସ ସୁନ୍ଦର କରିବାକୁ। ମୁଁ ଯେତେବେଳେ ତାକୁ କିଛି ଦେଇପାରିବିନି, ତେବେ ତାଠାରୁ ତ୍ୟାଗର ଆଶା କାହିଁକି ରଖିଆସିଛି? ଅଦ୍ଭୁତ ଥିଲା ମୋର ଚିନ୍ତାଧାରା। ଅଦ୍ଭୁତ ଥିଲା ମୋ ମାନସିକ ଦ୍ୱନ୍ଦ୍ୱ। ମୁଁ କ'ଣ ସୂର୍ଯ୍ୟର ବିବାହରେ ଈର୍ଷାନ୍ୱିତ ହୋଇପଡ଼ିଛି? ନା ନା, ମୁଁ ଏତେ ବି କୁସିତ ମାନସିକତାର ଅଧିକାରିଣୀ ନୁହେଁ। ହେଲେ ରହି ରହି ଆଜି କାହିଁକି ଲାଗୁଛି ଯଦି ମୁଁ ଚାହିଁଥାନ୍ତି, ସୂର୍ଯ୍ୟକୁ ନିଜ ପାଇଁ ନିଶ୍ଚୟ ବାନ୍ଧି ରଖିପାରିଥାନ୍ତି। ସୂର୍ଯ୍ୟର ପ୍ରସ୍ତାବକୁ ଠକ୍କର ନ ମାରି ଯଦି ରଜନ୍ତକୁ ଦୂରେଇ ଦେଇଥାନ୍ତି, ତାହେଲେ ଏ ଦିନ ମୋତେ ଦେଖିବାକୁ ପଡ଼ିନଥାନ୍ତା। ମୋତେ ନ ବାହା ହେଇଥିଲେ ବି ରଜନ୍ତଙ୍କର କିଛି ଅସୁବିଧା ହୋଇନଥାନ୍ତା। ତାଙ୍କ ଜୀବନରେ ଗୋଟିଏ ଶାଶ୍ୱତୀ ବଦଳରେ ଅନେକ ସୁନ୍ଦରୀଙ୍କ ପ୍ରବେଶ ହୋଇପାରିଥାନ୍ତା। ହୁଏତ ଅନ୍ୟ କାହାକୁ ବାହା ହୋଇଥିଲେ ସେ ଅଧିକ ସୁଖୀ ହୋଇଥାନ୍ତେ, ଯାହା ମୁଁ ତାଙ୍କୁ କରିପାରି ନାହିଁ। ମୋ ବିଶ୍ୱାସତା ଏଇଆ ଥିଲା ଯେ ସୂର୍ଯ୍ୟଠାରୁ ମୁଁ କେବେ କିଛି ଆଶା କରିନି। ତଥାପି ସୂର୍ଯ୍ୟ ଥିଲା ମୋ ଜୀବନରେ ଏକ ମହତ୍ତ୍ୱପୂର୍ଣ୍ଣ ଅଧ୍ୟାୟ। ତାକୁ ସମ୍ପୂର୍ଣ୍ଣ ରୂପେ ଆପଣେଇ ନେବାର ଇଚ୍ଛା ମନରେ କେବେ ଜାତ ହେଇନି ସତ, ହେଲେ ନିଜଠାରୁ ଦୂରେଇ ଦେବାକୁ କି ତା ଜୀବନରୁ ନିଜକୁ ଦୂରେଇ ନେବାକୁ କେବେ କଳ୍ପନା କରି ପାରିନାହିଁ। ଏ ପ୍ରକାରର ସମ୍ପର୍କକୁ ସାମାଜିକ ସ୍ୱୀକୃତି କେବେ ମିଳିପାରିବ ନାହିଁ। ଜାଣିସୁଦ୍ଧା ତା ସହିତ ଥିବା ସମ୍ପର୍କକୁ ତୁଟେଇ ଦେବା ମୋ ପକ୍ଷରେ ସମ୍ଭବ ହେଇପାରିନି। ଭବିଷ୍ୟତରେ ଯେ କେବେ ହେଇପାରିବ ସେ ବିଶ୍ୱାସ ବି ନାହିଁ। ଆଜି ସୂର୍ଯ୍ୟର ବାହାଘର କାର୍ଡ଼ ଆସି ପହଞ୍ଚିଛି ଡାକରେ। ରହି ରହି ମନଟା ଉଦାସ ହେଇ ଉଠୁଛି ସେ କାର୍ଡ଼କୁ ଦେଖି। ଆଜି ପର୍ଯ୍ୟନ୍ତ ସୂର୍ଯ୍ୟ ବାହା ହୋଇନଥିଲା କେବଳ ମୋରି ପାଇଁ। ତଥାପି ସେଥିପାଇଁ ମୁଁ କେବେ ବିଚଳିତ ହୋଇନାହିଁ। ସୂର୍ଯ୍ୟର ଏକୁଟିଆପଣ ପାଇଁ ନିଜକୁ ଦୋଷ ଦେଇନାହିଁ। କିନ୍ତୁ ଆଜି ହଠାତ୍ ଏ ପରିଣତ ବୟସରେ ସେ ନେଇଥିବା ନିର୍ଣ୍ଣୟ ଲାଗି ମନ ମୋର ଛଟପଟ କରି ଉଠୁଥିଲା। ଯୋଉଠି ଏତେ ବର୍ଷ ସେ ଏକା ଏକା କାଟି ଦେଇପାରିଲା, ଆଉ କିଛି ବର୍ଷ କାହିଁକି ନୁହେଁ? ପ୍ରଶ୍ନଟା ବାରମ୍ବାର ମୋତେ ଚହଲାଉଥିଲା। ମନ କହୁଥିଲା ଦୌଡ଼ିଯାଇ ତା ବାହାଘରକୁ ରଖିଦିଅନ୍ତି, ଜଣେଇ ଦିଅନ୍ତି ତା ନବ ବିବାହିତା ପତ୍ନୀକୁ ଯେ ଯୋଉ ଆଶା ରଖି ସେ ସୂର୍ଯ୍ୟକୁ ବାହା ହେଉଛି, ସେ ଆଶା ତାର ଆଦୌ ସଫଳ ହୋଇପାରିବ ନାହିଁ। କାରଣ ତାକୁ ସ୍ୱୀକାର କରିବାର ଅନେକ ପୂର୍ବରୁ ସୂର୍ଯ୍ୟ ତାର ତନ ମନ ଧନ ସବୁ ମୋ ପାଖରେ ସମର୍ପି ଦେଇଛି। ତା ସମଗ୍ର ଜୀବନରେ ରହିଛି କେବଳ ମୋରି ଛାପ। ସେ ଛାପକୁ ଯେତେ ଚେଷ୍ଟା କଲେ ବି ସେ ଲିଭେଇ ପାରିବ ନାହିଁ। ସେମିତି ହେବାକୁ ମୁଁ ଦେବି ହିଁ ନାହିଁ। ମନରେ ମୋର ଆଜି ସୃଷ୍ଟି ହେଉଛି ଅସଂଖ୍ୟ ଝଡ଼। ହେଲେ ନିଜର ବୈବାହିକ ଜୀବନ ନଷ୍ଟ ହୋଇଯିବାର ଭୟରେ ସେ ଝଡ଼କୁ ମୁଁ ରୂପ ଦେଇ ପାରୁନଥିଲି କି ତାକୁ ସେଇଠି ଛାଡ଼ିଦେଇ ଆଗକୁ ବଢ଼ିଯାଇ ବି ପାରୁନଥିଲି। ଉପରକୁ ଯେତେ ସାହସ ଦେଖାଇଲେ ବି ମୁଁ ଯେ ଏକ ଭୀରୁ ବ୍ୟକ୍ତି, ସେ କଥା ସ୍ୱୀକାର କରିବାକୁ ମୁଁ ଆଦୌ କୁଣ୍ଠାବୋଧ କରୁନଥିଲି। ଭୀରୁ ନ ହେଇଥିଲେ କଲେଜ ଛାଡ଼ିବା ଦିନ ଯେତେବେଳେ ସୂର୍ଯ୍ୟ ମୋର ହାତ ଧରି ମୋତେ ଅନୁରୋଧ କରିଥିଲା, ଶାଶ୍ୱତୀ ମୋତେ ଭୁଲିଯିବୁନି ତ, ମୁଁ ତାକୁ କିଛି ପ୍ରତିଶ୍ରୁତି ଦେଇ ପାରିନଥିଲି କାହିଁକି? ସୂର୍ଯ୍ୟର ଭବିଷ୍ୟତ ବିଷୟରେ ସନ୍ଦିଗ୍ଧ ଥିବା ମୋର ହୃଦୟ ମୋର ଭବିଷ୍ୟତ ଜୀବନରେ ତା ଭୂମିକାକୁ ଗ୍ରହଣ କରିବାକୁ ସାହସ କରି ପାରିନଥିଲା। ନଦୀର ଦୁଇ ତୀରର ଉଦାହରଣ ଦେଇ ସବୁଦିନ ପାଇଁ ତାଠାରୁ ଦୂରେଇ ଯିବାର ଚେଷ୍ଟା କରିଥିଲି ମୁଁ ସତ, ହେଲେ କ'ଣ ପାରିଥିଲି?
ସୂର୍ଯ୍ୟଠାରୁ ଦୂରେଇ ଯିବାକୁ ଚେଷ୍ଟା କଲା ପରେ ତାର ଅଭାବଟା ମୋତେ ଆହୁରି ଅଧିକ ବ୍ୟତିବ୍ୟସ୍ତ କରି ପକେଇଥିଲା। ସୂର୍ଯ୍ୟର ସାହଚର୍ଯ୍ୟ ମୋର କାମ୍ୟ ଥିଲେ ବି ତାକୁ ନିଜର କରିବାକୁ ମାନସିକ ସ୍ତରରେ ମୁଁ ନିଜକୁ ପ୍ରସ୍ତୁତ କରି ପାରୁନଥିଲି। କାରଣ ଯେତେ ଭଲ ଛାତ୍ର ହେଲେ ବି ସୂର୍ଯ୍ୟ ଥିଲା ତ ବେରୋଜଗାର। ପ୍ରକାରାନ୍ତରେ ତାକୁ ଜଣେଇ ଦେଇଥିଲି ଯେ ତା ବେକାରୀ ହେଉଛି ଆମ ମିଳନରେ ବାଧା ସୃଷ୍ଟି କରୁଥିବା ଏକ ଅଭେଦ୍ୟ ପ୍ରାଚୀର। ସେ କିନ୍ତୁ ସେସବୁକୁ ମହତ୍ତ୍ୱହୀନ ବୋଲି ଭାବୁଥିଲା। ତା ଅନୁସାରେ ସମ୍ପର୍କ ଏକ ମଧୁର ଅନୁଭୂତି। ଏହାର ଆଧାର ଚାକିରି, ଅର୍ଥ, ସମ୍ମାନ ପରିକା କେତୋଟି ଅବାସ୍ତବ ଶବ୍ଦ କେବେ ନ ହୋଇପାରେ। କିନ୍ତୁ ମୁଁ ତାକୁ କେମିତି ବୁଝେଇଥାନ୍ତି ଯେ ସେହି ଅବାସ୍ତବ ଶବ୍ଦମାନଙ୍କର ଅଭାବରେ ସୃଷ୍ଟି ହୋଇଥାଏ ଅନ୍ଧାରର ବିରାଟ ଗହରୀ, ଯାହା ଭିତରେ ଜାଣିଶୁଣି ପାଦ ରଖିବାର ଇଚ୍ଛା ବା ସାହସ ମୋର କେବେ ନଥିଲା କି ଭବିଷ୍ୟତରେ ବି ରହିବ ନାହିଁ। ସୂର୍ଯ୍ୟର ଆମନ୍ତ୍ରଣକୁ ସ୍ୱୀକାର କରିବି ନ କରିବାର ମାନସିକ ଦ୍ୱନ୍ଦ୍ୱ ଭିତରେ ଗତି କରୁଥିଲା ବେଳେ ରଜତଙ୍କ ଭଳି ଏକ ସୁପୁରୁଷଙ୍କ ସହିତ ବାପା ମୋ ବିବାହ ସ୍ଥିର କରିଦେଲେ। ସୂର୍ଯ୍ୟ ପାଖରେ ରହିଥିବା ସମସ୍ତ ଅଭାବ ରଜତଙ୍କ ନିକଟରେ ଥିଲା ପରିପୂର୍ଣ୍ଣ। ସୂର୍ଯ୍ୟଠାରୁ ସବୁଥିରେ ରଜତ ଥିଲେ ଶ୍ରେଷ୍ଠ। ଆଉ ସେସବୁର ମୋହକୁ କାଟିଦେବା ମୋ ଭଳି ଏକ ବସ୍ତୁବାଦୀ ଝିଅ ପକ୍ଷରେ ଏତେ ସହଜ ନଥିଲା। ରଜତଙ୍କ ସାଙ୍ଗରେ ବିତେଇବାକୁ ଥିବା ରଙ୍ଗୀନ ଜୀବନର ଲୋଭ ସମରଣ କରି ନପାରି ସୂର୍ଯ୍ୟକୁ ସବୁଦିନ ପାଇଁ ବିଦାୟ ଜଣାଇ ଦେଲି ମୁଁ। ରଜତଙ୍କ ସହିତ ପ୍ରାରମ୍ଭିକ ଜୀବନ ବିତି ଯାଇଥିଲା ମଧୁରରୁ ମଧୁରତର ହେଇ। ସୁଖର ପ୍ରକୃତ ସଂଜ୍ଞା ଖୋଜି ପାଇଥିଲି ରଜତଙ୍କ ବାହୁରେ। ଜୀବନର ମାନେ ପଢ଼ିଥିଲି ରଜତଙ୍କ ଆଖିରେ। ଅଜବ ଏକ ନିଶାରେ ଉଡ଼ି ଯାଉଥିଲା ସମୟ ପ୍ରଜାପତିର ପଙ୍ଖ ଉପରେ ସବାଇ ହେଇ। କିନ୍ତୁ ଖୁବ୍ ଶୀଘ୍ର ସେ ନିଶା ସବୁ ଜୀବନରୁ କମି କମି ଆସିଲା। ରଜତଙ୍କ ସ୍ନେହ, ପ୍ରେମ, ଭଲ ପାଇବା କିଛି କମିଯାଇ ନଥିଲା ସତ, ହେଲେ କମି ଯାଇଥିଲା ତାଙ୍କ ପ୍ରତି ମୋର ନିଷ୍ଠା। କିଛି ଦିନ ପୂର୍ବରୁ ରଜତଙ୍କ ଯୋଉ ପ୍ରେମ ସ୍ରୋତରେ ମୁଁ ନିଜକୁ ଭୁଲି ଯାଇଥିଲି, ତାହା ଏବେ ଲାଗୁଛି ମିଛ ଏକ ବନ୍ଧନ। ତାଙ୍କର ଭଲ ପାଇବା, ତାଙ୍କର ଆନ୍ତରିକତା ଆଉ ଏବେ ମନକୁ ବାନ୍ଧି ରଖିବାକୁ ସକ୍ଷମ ନଥିଲା। ବରଂ ବିରାଟ ବୋଝଟିଏ ଛାତି ଉପରେ ଥୁଆ ହୋଇଥିବା ପରି ଲାଗୁଥିଲା। ନିଜକୁ ଭାରି ଅସହାୟ ଲାଗୁଥିଲା ମୋତେ। ପ୍ରତି ମୁହୂର୍ତ୍ତରେ ଲାଗୁଥିଲା କେଉଁ ଅଜଣା ମାୟା ମିରିଗ ପଛରେ ମୁଁ ଧାଇଁ ବୁଲୁଛି। କାହିଁକି ଜୀବନକୁ ସୁନାର ପଞ୍ଜୁରୀ ଭିତରେ ବନ୍ଦୀ କରି ଖୁସି ହେବାର ଅଭିନୟ କରୁଛି। ରହି ରହି ସୂର୍ଯ୍ୟର ଅନୁପସ୍ଥିତି ମୋତେ ବିବ୍ରତ କରି ପକାଉଥିଲା। ସେତେବେଳେ ସୂର୍ଯ୍ୟ ପାଇଁ ମୁଁ ଥିଲି ଏକ ଆବଶ୍ୟକତା। କିନ୍ତୁ ମୋର କ୍ଷଣିକ ଉତ୍ତେଜନାର ବଶବର୍ତ୍ତୀ ହୋଇ ମୁଁ ତାର ସେହି ଆବଶ୍ୟକତାକୁ ନିରାଶତାରେ ପରିଣତ କରି ଦେଇଛି। ଏବେ ଚେଷ୍ଟା କରୁଥିଲି ଅନେକ ବାହାନା ଖୋଜି ନିଜକୁ ଦୋଷମୁକ୍ତ କରିବାକୁ। ଆଉ ସେହି ପ୍ରଚେଷ୍ଟା ଭିତରେ ରହି ରହି ଦିନକୁ ଦିନ ନିଜର ଆତ୍ମବଳ ମୁଁ ହରେଇ ଚାଲିଥିଲି। ଥରେ ନୁହେଁ, ଦୁଇଥର ନୁହେଁ, ଅନେକ ଥର ସୂର୍ଯ୍ୟ ମୋ ଜୀବନକୁ ଫେରି ଆସିବାର ବୃଥା ପ୍ରୟାସ କରିଛି। ହୃଦୟରେ ତା ପ୍ରତ୍ୟାବର୍ତ୍ତନକୁ ଡରି ଡରି ମୁଁ ସ୍ୱୀକାରୋକ୍ତି ଦେଉଥିଲେ ସୁଦ୍ଧା ସେହି ଭୟର ପ୍ରକୃତ କାରଣ କ'ଣ, ସେ କଥାକୁ କେବେ ମୁଁ ବୁଝିପାରିନି କି ସୂର୍ଯ୍ୟକୁ ବୁଝେଇ ପାରିନି। ତୁଳା ଦଣ୍ଡର ଗୋଟିଏ ପାଖରେ ଜୀବନ ଏବଂ ଅନ୍ୟ ପାଖରେ ହୃଦୟକୁ ରଖି ଯେତେଥର ତଉଲିବାକୁ ଚେଷ୍ଟା କରିଛି, କିଛି ବି ସମାଧାନ ପାଇପାରି ନାହିଁ। ସୂର୍ଯ୍ୟର ଅନୁପସ୍ଥିତିରେ ତାର ମୂଲ୍ୟ ଅଧିକ ଲାଗେ ସତ, କିନ୍ତୁ ତାକୁ ଆପଣେଇବାକୁ ଆଗେଇ ଗଲାବେଳେ ରଜତ ଲାଗନ୍ତି ବେଶୀ ମୂଲ୍ୟବାନ। ସମ୍ପୂର୍ଣ୍ଣ ରୂପେ ରଜତଙ୍କର ହେଇଯାଇ ସୂର୍ଯ୍ୟକୁ ଭୁଲିଯିବାକୁ କରିଥିବା ଚେଷ୍ଟାରେ କେବେ ବି ସଫଳ ହୋଇପାରି ନାହିଁ। ଆଉ ଆଜି ସେହି ବିଫଳତାପୂର୍ଣ୍ଣ କାହାଣୀକୁ ଆଗକୁ ବଢ଼େଇବାକୁ ଆସି ପହଞ୍ଚିଛି ସୂର୍ଯ୍ୟର ବାହାଘର କାର୍ଡ଼, ଯାହାକୁ ସକାଳ ପହରୁ ହାତରେ ଧରି ମୁଁ ବ୍ୟସ୍ତ ବିବ୍ରତ ହୋଇ ଘୂରି ବୁଲୁଛି। ଫୋନର କ୍ରିଂ କ୍ରିଂ ଶବ୍ଦରେ ନିଜ ଭିତରୁ ବାହାରି ଆସିଲି ମୁଁ। ସେ ପାଖରେ ସୂର୍ଯ୍ୟ ଥାଇ ପ୍ରଶ୍ନ କରୁଥିଲା, କାର୍ଡ଼ଟା ପାଇଲି କି ନାହିଁ। ଇଚ୍ଛା ହେଉଥିଲା ଚିତ୍କାର କରି ଉଠନ୍ତି। ଏମିତି ମାନସିକ ଦ୍ୱନ୍ଦ୍ୱରେ ମୋତେ ପକେଇ
ନିଜେ କେମିତି ସୁଖ ସେଜର କଳ୍ପନା କରିପାରୁଛି କହି ମନ ଭରି ଗାଳି ଦିଅନ୍ତି, ଅଭିମାନ କରନ୍ତି। କିନ୍ତୁ କାହିଁକି କେଜାଣି ସୂର୍ଯ୍ୟ ସାମ୍ନାରେ ନିଜକୁ କେବେ ମୁଁ ପ୍ରକାଶ କରିପାରି ନାହିଁ। କରିବାକୁ ଦରକାର ପଡ଼ିନାହିଁ କହିଲେ ବି ଚଳିବ। ସୂର୍ଯ୍ୟ କିନ୍ତୁ ମୋ ମନର ପ୍ରତିଟି ତାରକୁ ବଜେଇ ଜାଣେ। ବିବାହର ଅନେକ ବର୍ଷ ବିତି ଯାଇଥିଲେ ବି ରଜତ ଯୋଉ ବିଷୟରେ ଅଛନ୍ତି ଅନଭିଜ୍ଞ, ସେ ସବୁକୁ ଠିକ୍ ଭାବରେ ସେ ଚିହ୍ନେ। ସେଇଥିପାଇଁ ଏତେ ଚେଷ୍ଟା କରିକି ବି ସୂର୍ଯ୍ୟକୁ ମୁଁ ଭୁଲି ପାରୁନାହିଁ। କିନ୍ତୁ ଆଜିଠୁ ସବୁ କିଛି ଭୁଲିବାକୁ ପଡ଼ିବ। ସୂର୍ଯ୍ୟ ବିନା ଜୀବନଟାକୁ ସ୍ୱୀକାର କରି ନେବାକୁ ପଡ଼ିବ। ସୂର୍ଯ୍ୟର କଥା ମୋ କାନରେ ପଡ଼ୁଥିଲା, ଆଉ ମୁଁ ନୀରବରେ ସେସବୁକୁ ଆତ୍ମସାତ କରୁଥିଲି। ଶାଶ୍ୱତୀ, କିଛି ବର୍ଷ ପୂର୍ବରୁ ତୁ ହିଁ କହିଥିଲୁ ମୋତେ ନଦୀର ଦୁଇ କୂଳ। ସେତେବେଳେ ତୋ କଥାକୁ ବିଶ୍ୱାସ କରିନଥିଲି। ତୋତେ ନିଜ ହାତମୁଠାରେ ପାଇବାର ଆଶା ନେଇ ପ୍ରତିଥର ନିଜ ସୀମାରେଖାକୁ ଅତିକ୍ରମ କରିବାକୁ ପ୍ରାଣପଣେ ଚେଷ୍ଟା କରି ଆସିଥିଲି। କିନ୍ତୁ ଏବେ ହୃଦୟଙ୍ଗମ କରୁଛି, ପ୍ରକୃତରେ ଆମେ ନଦୀର ଦୁଇ କୂଳ। ଜଣେ ଜଣକୁ କିଛି ଦିନ ପର୍ଯ୍ୟନ୍ତ ଦେଖିପାରୁଛେ। କିଛି ଦିନ ବିତିଗଲା ପରେ ସେ ଦୂରତ୍ୱ ବଢ଼ି ବଢ଼ି ସମ୍ପୂର୍ଣ୍ଣ ଦୂରେଇ ଯିବ। ଜଣେ ଜଣକର ଉପସ୍ଥିତି ବିଷୟରେ ଦୃଢ଼ ନିଶ୍ଚିତ ଥିଲେ ବି କେହି କାହାରିକୁ ଆଉ ଦେଖିପାରିବା ନାହିଁ। ତା ପଛରେ ଦୌଡ଼ି ଦୌଡ଼ି ତାହେଲେ କାହିଁକି ଆଉ ଅଶାନ୍ତ ହେବା? ବରଂ ଜଣେ ଜଣଙ୍କ ମାୟାରୁ ମୁକ୍ତ ହୋଇଯାଇ ଆଗେଇ ଯିବାଟା କ'ଣ ଏବେ ବେଶୀ ଉଚିତ ହେବନି? କେତେ ସହଜରେ ଏସବୁ କଥା କହିଦେଇ ପାରିଲା ସୂର୍ଯ୍ୟ। ଚିନ୍ତା କଲାନି ଥରେ ମୁଁ କ'ଣ ଚାହୁଁଥିବି? ମନ କଥା ମୋର ତାକୁ ଅଛପା ନୁହେଁ। ତଥାପି ଆଜି ନ ଜାଣିବାର ଛଳନା କଲା। ଏହା ମୋର ଅପମାନ ନୁହେଁ ତ ଆଉ କ'ଣ? ମୁଁ ଜାଣେ ସୂର୍ଯ୍ୟ ସବୁବେଳେ ସୌନ୍ଦର୍ଯ୍ୟର ଉପାସକ, ନୂତନତାର ପ୍ରଶଂସକ। ଏକ ସୁନ୍ଦରୀ ତରୁଣୀକୁ ବାହୁରେ ପାଇଲା ପରେ ସେ କାହିଁକି ମୋ ପାଇଁ ଦୁଃଖିତ ହେବ? କାହିଁକି ମୋ ଇଚ୍ଛା ଅନିଚ୍ଛା କଥା ଚିନ୍ତା କରିବ? ମନଟା ଛିନଭିନ ହେଇଗଲା ମୋର। ମନ କହୁଥିଲା ସବୁ ନଷ୍ଟଭ୍ରଷ୍ଟ କରି ଥୋଇ ଦିଅନ୍ତି। ମୋ ଜୀବନ ସହିତ ଖେଳିବାର ଅଧିକାର କୋଉଠୁ ପାଇଲା ସୂର୍ଯ୍ୟ? ଏତେ ବଡ଼ ଦୁଃସାହସ କାହିଁକି କରିବାକୁ ଗଲା ସେ? ମୁଁ ଛାଡ଼ିବିନି ତାକୁ। ଦୃଢ଼ତାର ସହିତ ମୁକାବିଲା କରିବି। ଦେଖେଇ ଦେବି ସୂର୍ଯ୍ୟକୁ, ମୋତେ ଯେତେ ଅବଳା ଦୁର୍ବଳା ସେ ଭାବୁଛି ସେମିତି ନୁହେଁ ମୁଁ। ତା ଜୀବନରେ ଯାହା ସବୁ ଅଘଟଣ ଭବିଷ୍ୟତରେ ଘଟିବାକୁ ଯାଉଛି, ସେସବୁ ପାଇଁ ମୁଁ ଦାୟୀ ନୁହେଁ। ବରଂ ସେସବୁ ହେବ ତା ପ୍ରାୟଶ୍ଚିତ୍ତର ମୂଲ୍ୟ। ବଡ଼ ବ୍ୟାକୁଳତାରେ ଦିନଗୁଡ଼ା ଗଡ଼ି ଯାଉଥିଲା ମୋର। ସୂର୍ଯ୍ୟର ବିବାହ ଯେତିକି ପାଖେଇ ଆସୁଥିଲା, ମୋ ଭିତରେ ସେତିକି ପ୍ରଜ୍ୱଳିତ ହେଇ ଉଠୁଥିଲା ପ୍ରତିଶୋଧର ବହ୍ନି। ଶୀଘ୍ର ଯଦି ଏସବୁର ପରିସମାପ୍ତି ନ ଘଟେ, ମୋର ସମ୍ପୂର୍ଣ୍ଣ ଅସ୍ତିତ୍ୱ ସେ ବହ୍ନିରେ ଜଳିପୋଡ଼ି ଧ୍ୱଂସ ହୋଇଯିବ। ଅବଶ୍ୟ ସେଥିକୁ ମୋର ଭୟ ନଥିଲା। ଖାଲି ଏତିକି ଚାହୁଁଥିଲି ଧ୍ୱଂସ ହେଲା ପୂର୍ବରୁ ସୂର୍ଯ୍ୟର ସୁନ୍ଦରୀ ପତ୍ନୀକୁ ଜଣେଇ ଦେବାକୁ ଯେ ସୂର୍ଯ୍ୟ ଏକ କାପୁରୁଷ, ସେ ଭୀରୁ, ସେ ପଳାତକ। ସମସ୍ତଙ୍କ ଜୀବନ ସହିତ ଖେଳିବା ତାର ଏକ ପୁରୁଣା ଅଭ୍ୟାସ। କିନ୍ତୁ ସୂର୍ଯ୍ୟ କାହା ସହିତ କେବେ ଖେଳିଲା ସତରେ? ମୋ ମନ ଭିତରେ ବଢ଼ି ଚାଲିଥିବା ଅସହ୍ୟ ଯନ୍ତ୍ରଣା ଫଳରେ ମୁଁ ମାନସିକ ଭାରସାମ୍ୟ ହରେଇ ବସିଲି। ରଜତ ବୁଝିପାରୁନଥିଲେ ମୋ ମନରେ ସୃଷ୍ଟି ହୋଇଥିବା ଝଡ଼ର କାରଣକୁ, ମୋ ବ୍ୟସ୍ତ ବିବ୍ରତ ହୋଇପଡ଼ିବାର ରହସ୍ୟକୁ। ମୁଁ ନିଜେ ବି ତ ବୁଝିପାରୁନଥିଲି ମୋ ଦୁରାବସ୍ଥାର ପ୍ରକୃତ କାରଣ କ'ଣ? ସୂର୍ଯ୍ୟର ବିବାହ ନା ତାକୁ ନିଜର କରି ନ ପାରିବାର କୁଣ୍ଠା? କାହାକୁ ନେଇକି ମୋ ଭିତରେ ଏ ତୀବ୍ର ଆଲୋଡ଼ନ? ଏସବୁ ଦ୍ୱିଧାର ସମାଧାନ କ'ଣ ହେଇପାରିବ ତାହା ବି ମୋତେ ଜଣା ନଥିଲା। କିନ୍ତୁ ଏକଥା ସତ ଯେ ମୁଁ ଧୀରେ ଧୀରେ ଅଜବ ଏକ ହୀନମନ୍ୟତାର ଶିକାର ହେଇ ପଡ଼ୁଥିଲି ଅଜାଣତରେ। ମୋର ଏ ମାନସିକ ଅସ୍ଥିରତା ମୋ ପାଇଁ ଥିଲା ସୌଭାଗ୍ୟ କି ଦୁର୍ଭାଗ୍ୟ ତାହା ମୁଁ ଜାଣେନା। କିନ୍ତୁ ତାହା ଫଳରେ ସୂର୍ଯ୍ୟ ବାହାଘରରେ ଯୋଗ ଦେବାକୁ ମୁଁ ହେଇଗଲି ଅସମର୍ଥ। ସତ କହିବାକୁ ଗଲେ ଶାରୀରିକ ଅସୁସ୍ଥତା ଥିଲା ଏକ ବାହାନା। ମୁଁ ଚାହୁଁନଥିଲି ସୂର୍ଯ୍ୟ ଆଗରେ ମୋ ପରାଜୟତା ଆଉ ହୃଦୟର କ୍ଷୁବ୍ଧତାକୁ ପ୍ରଦର୍ଶିତ କରିବାକୁ। ଦେଖିବାକୁ ଚାହୁଁନଥିଲି ସୂର୍ଯ୍ୟର ପତ୍ନୀ ରୂପେ ଅନ୍ୟ କାହାକୁ। ସୂର୍ଯ୍ୟ ପରେ ଆସିଥିଲା ମୋ ପାଖକୁ। କର୍ତ୍ତବ୍ୟ ଦୃଷ୍ଟିରୁ ହେଉ ଅଥବା ଅନ୍ୟ କୋଉଥିପାଇଁ ହେଉ,
ସେ ଆସିଥିଲା ଏବଂ ସାଙ୍ଗରେ ଆଣିଥିଲା ତାର ପତ୍ନୀକୁ। ତା ଆସିବା ଖବର ଶୁଣି ମଧ୍ୟ ସେଜରୁ ଉଠି ପଡ଼ିଲି ନାହିଁ। ଦରଜା ପାଖକୁ ଧାଇଁଗଲି ନାହିଁ ସ୍ୱାଗତ କରିବାକୁ। ବରଂ ଆଖିରୁ ମୋର ଦୁଇଧାର ଲୁହ ଗଡ଼ି ପଡ଼ିଲା। ତାହା ଥିଲା ଅଭିମାନର କି ଦୁଃଖର। ସ୍ଥିର କହିଲା, ପୂର୍ବରୁ ହିଁ ଘର ଭିତରକୁ ପଶି ଆସିଲା ସୂର୍ଯ୍ୟ। ମୋ ଆଖିର ଲୁହ ସବୁବେଳେ ତାକୁ ବିବ୍ରତ କରିଥାଏ। ଆଜି ମଧ୍ୟ କରିଦେଲା। କହିଲା, କାହିଁକି ମନ ଦୁଃଖ କରୁଛୁ? ବିବାହରେ ଯୋଗ ଦେବାଟା ବଡ଼ କଥା ନୁହେଁ। ତୋ ଶରୀରର ସୁସ୍ଥତା ଆଗ। ତା ଛଡ଼ା ଏ ବୁଢ଼ା ବୟସରେ ବାହା ହେବା ପାଇଁ ଆଉ କ'ଣ ସେମିତି ଆଗ୍ରହ ଥିଲା ଯେ କିଏ ଆସିଲେ ନ ଆସିଲେ ଖରାପ ଲାଗିବ? ଖାଲି ଗୋଟେ ଫର୍ମାଲିଟି ହିଁ ତ ପୁରା କରାଗଲା। ବରଂ ତୋ ଦେହ କଥା ଶୁଣି ବ୍ୟସ୍ତ ହୋଇ ଚାଲି ଆସିଲି। ତୁ ନ କହିଥିଲେ ବି ମାଳବିକାକୁ ସାଙ୍ଗରେ ନେଇକି ଆସିଛି। ସେ ଚାହୁଁଥିଲା ତୋତେ ଦେଖା କରିବାକୁ। ମୁଁ ହତବାକ୍ ହେଇ ସୂର୍ଯ୍ୟକୁ ଚାହିଁ ରହିଗଲି। ତା ପତ୍ନୀ କ'ଣ ମୋ ବିଷୟରେ, ମୋ ସ୍ୱାର୍ଥପରତା ବିଷୟରେ, ପ୍ରତିଶୋଧ ପରାୟଣ ମନୋବୃତ୍ତି ବିଷୟରେ କିଛି ଜାଣିପାରିଛି କି? ଛି, କ'ଣ ଭାବୁଥିବ ସେ ସତରେ? ମୁଁ ସାହସ କରି ପାରୁନଥିଲି ମାଳବିକାର ସମ୍ମୁଖୀନ ହେବା ପାଇଁ। ନିଜ ସୌନ୍ଦର୍ଯ୍ୟର ଜାଲ ବିଛେଇ ସେ ମୋଠାରୁ ସୂର୍ଯ୍ୟକୁ ଦୂରେଇ ନେଲା ପରେ ଆଉ କି ଇଚ୍ଛା ନେଇ ଧାଇଁ ଆସିଛି ଏଠିକୁ? ମୋ ହୃଦୟର ବହ୍ନିରେ ଘିଅ ଢାଳିବାକୁ ଆସିନାହିଁ ତ? ମୋତେ ସୂର୍ଯ୍ୟର ଆଖିରେ ସବୁଦିନ ପାଇଁ ତଳକୁ ଖସେଇ ଦେବାକୁ ଆସିନାହିଁ ତ? ମୋତେ ହରେଇ ଦେଇଥିବାର ଗୌରବକୁ ମୋ ଆଗରେ ପ୍ରଦର୍ଶିତ କରିବାକୁ ଆସିନାହିଁ ତ? ପରାଜୟର ଗ୍ଲାନିରେ ମୁଁ ଦଗ୍ଧୀଭୂତ ହୋଇ ଯାଉଥିଲା ବେଳେ ମୋ ସାମ୍ନାରେ ଆସି ଉଭା ହୋଇଗଲା ମାଳବିକା, ସୂର୍ଯ୍ୟର ପତ୍ନୀ। ଚମକି ଉଠିଲି ମୁଁ। ଏଇ କିଏ? ସୂର୍ଯ୍ୟର ପତ୍ନୀ? ନା ନା, ତା କେବେ ହୋଇନପାରେ। ସୂର୍ଯ୍ୟର ପସନ୍ଦ ନାପସନ୍ଦକୁ ମୁଁ ଭଲ ଭାବରେ ଜାଣେ। ସେ କଦାପି ମାଳବିକାକୁ ହୃଦୟର ସହିତ ସ୍ୱୀକାର କରିନଥିବ। ସୌନ୍ଦର୍ଯ୍ୟର ପୂଜାରୀ ସେ। ଜୀବନରେ ସବୁକିଛି ସୌନ୍ଦର୍ଯ୍ୟର ମାପଦଣ୍ଡରେ ତଉଲିବା ଲୋକ। ପତ୍ନୀ ରୂପରେ କେମିତି ସ୍ୱୀକାର କରିପାରିଲା ସେ ଏ କଦାକାର ଚେହେରାକୁ? କୋଉ ବିବଶତା ତାକୁ ବାଧ୍ୟ କରିଦେଲା ଏପରି ଏକ ନିର୍ଣ୍ଣୟ ନେଇଯିବାକୁ? ଆଖି ସାମନାରେ ଦେଖି ମଧ୍ୟ ମୁଁ ବିଶ୍ୱାସ କରିପାରୁନଥିଲି। ମୋ ହାତ ଉପରେ ହାତ ରଖିଲା ମାଳବିକା। କେମିତି ଏକ ଅସ୍ୱସ୍ତିକର ଭାବ ମୋ ଆଖପାଖରେ ସଞ୍ଚରିଗଲା। ନିରାଶାର ଅତଳ ଗହ୍ୱର ଭିତରକୁ ମୁଁ ପଶି ପଶି ଯାଉଥିଲି। ସୂର୍ଯ୍ୟର ଦୁର୍ଭାଗ୍ୟ ଏବଂ ମୋର କ୍ଷୁଦ୍ର ମାନସିକତା ମୋତେ ହତବାକ୍ କରି ରଖିଥିଲା। ତାର ତ୍ୟାଗ ଆଗରେ ନିଜକୁ ଖୁବ୍ ଛୋଟ ମଣୁଥିଲି। ଏପରି କାହିଁକି କଲା ସୂର୍ଯ୍ୟ? ନ ବାହା ହେଇଥିଲେ କ'ଣ ଚଳି ନଥାନ୍ତା? ମୋ ହାତ ଉପରେ ହାତ ରଖି ସେ କହିଲା, ମାଳବିକାକୁ ଆଗରୁ ମୁଁ କହିଦେଇଛି, ତୁ ହେଉଛୁ ମୋର ସବୁଠାରୁ ପ୍ରିୟ ବାନ୍ଧବୀ। ମୋ ଜୀବନରେ ତୋର ସ୍ଥାନ ଖୁବ୍ ବିଶିଷ୍ଟ ଆଉ ସ୍ୱତନ୍ତ୍ର। ସେଥିରେ ଭାଗ ବସେଇବାକୁ ସେ କେବେ ଚେଷ୍ଟା କରିବନି। ଆମ ଦୁଇଜଣଙ୍କର ସମ୍ପର୍କ ହେଉଛି ଦେହାତୀତ ସମ୍ପର୍କ। ନା କିଛି ଦେବାର ଆଗ୍ରହ ଅଛି, ନା ଅଛି ପାଇବାର ଆଶା। ତଥାପି ଆମେ ଦୁଇଜଣ ଦୁଇଜଣଙ୍କ ପାଖରେ ପୂର୍ଣ୍ଣ ସମର୍ପିତ। ଏ ସଂସାରର ଶ୍ରେଷ୍ଠ ବନ୍ଧୁ। ପରସ୍ପରକୁ ଦୁଃଖ ଦେବାକୁ ଆମେ ଆଜିଯାଏ କିଛି ବି କରିନାହୁଁ, ଆଗକୁ ବି କେବେ କରିବୁ ନାହିଁ। ନ କହିକି ବି ଆମେ ପରସ୍ପରର ଆବେଗକୁ ଖୁବ୍ ଭଲ ଭାବରେ ବୁଝୁ। ମୋ ଆଖି ଲୁହ ଛଳ ଛଳ ହୋଇଗଲା। ସୂର୍ଯ୍ୟର ସାନ୍ତ୍ୱନା ମୋ ପାଇଁ ଥିଲା ବଞ୍ଚିବାର ଆଶ୍ୱାସନା। ସୂର୍ଯ୍ୟ ଅନ୍ୟର ହେଇକି ବି ମୋର ସେଇ ବିଶ୍ୱାସରେ ମୁଁ ଏବେ ଭୁଲି ଯାଉଥିଲି ମୋର ସମସ୍ତ ମାନସିକ ଦ୍ୱନ୍ଦ୍ୱ। ଧୀର ସ୍ୱରରେ ତାକୁ ଡାକିଲି ମୁଁ। ସୂର୍ଯ୍ୟ, ମୋତେ କ୍ଷମା କରିଦେଇ ପାରିବୁ କି? ମୁଁ ଭୁଲ ବୁଝି। ସେ ମୋ ପାଟିରେ ହାତ ଥୋଇଦେଲା। ଆଖିରେ ଠାରି ଚୁପ୍ ରହିବାର ସଙ୍କେତ ଦେଇ କହିଲା, ଆଜି ପର୍ଯ୍ୟନ୍ତ କେବଳ ରଜତ ହିଁ ବୁଝିଥିଲେ ଆମ ବନ୍ଧୁତାକୁ। ଆଜିଠୁ ମାଳବିକା ବି ବୁଝିଯିବ ଯେ। ରଜତ ଏବେ ଧୀରେ ଧୀରେ ବୁଝିପାରୁଥିଲେ ମୋ ମନର କୁଣ୍ଠାକୁ। ମୋ ବିଶୃଙ୍ଖଳିତ ମନକୁ ସେ ଆଜି ଏତେ ବର୍ଷ ପରେ ପଢ଼ିବାର ଚେଷ୍ଟା କରୁଥିଲେ। ପାଖରେ ଠିଆ ହୋଇ ହସୁଥିଲା ମାଳବିକା। ତାର ସେହି କଦାକାର ମୁଖମଣ୍ଡଳରୁ ବାହାରି ଆସୁଥିଲା ଏକ ସ୍ୱର୍ଣ୍ଣାଭ ଜ୍ୟୋତି। ଆଉ ସେହି ଜ୍ୟୋତିର ପ୍ରଭାବରେ ମୁଁ ଧୀରେ ଧୀରେ ସୁସ୍ଥ ହୋଇ ଉଠୁଥିଲି। କାହାଣୀଟି ଯଦି ଆପଣମାନଙ୍କୁ ଭଲ ଲାଗିଲା
ଲାଇକ୍ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ନିଶ୍ଚୟ ଦବାଇବେ।